नहीं ସମସ୍ତଙ୍କୁ ଯିଏ କି ନମସ୍କାର ମାନେ ଜୟ ଜଗନ୍ନାଥ। ମିଲିୟନ ଯାଇନି ତ ତ ଯେମିତି ସବୁଆଗ କହିଲେ ଗୀତ ମୋଟରସାଇକେଲ ଗୀତ ଗୀତଟି ଏବେ ଆପଣମାନେ ଫୁଲ ଦେଖନ୍ତୁ ଟ୍ରେଣ୍ଡିଂରେ ଦର୍ଶକଙ୍କୁ ଚାଲିଛି ସୋସିଆଲ ରିକ୍ୱେଷ୍ଟ ମିଡିଆରେ ପୁରା କରୁଛି ହାଇପରେ ଥରୁଟେ ଅଛି। ଯାଇକି ଟ୍ରାଏ କରନ୍ତୁ ସମସ୍ତେ ମତାମତ ମୋଟରସାଇକେଲ ଦିଅନ୍ତୁ। ରିଲ୍ସ କରୁଛନ୍ତି ଆଉ ବହୁତ ସାରା ମାନେ ଟ୍ୟାଗ ବି ଆମକୁ ଆସୁଛି। ବାକି ରହିଲା ସିନେମା କଥା। ସିନେମା ଆପଣମାନେ ଯେତେବେଳେ ନାଁଟି ଶୁଣିଥିବେ ୟୁନିକ୍ ନାଁଟି ଯେମିତି ମୋଟରସାଇକେଲ ଅଛି ସେମିତି ସିନେମାଟି ବି ପୁରା ୟୁନିକ୍। ବହୁତ ଦିନ ପରେ ଓଡିଆ ଇଣ୍ଡଷ୍ଟ୍ରିରେ ଗୋଟେ ଏମିତି ମୁଭି ସିନେମା ରିଲିଜ ହବାକୁ ଯାଉଛି ଯୋଉ ସିନେମାରେ ଆପଣମାନେ ସମସ୍ତେ ହୋଲ ଫ୍ୟାମିଲି ମାନେ ବାପା ମା ଭାଇ ଭଉଣୀ ସାଙ୍ଗସାଥି ସ୍ୱାମୀ ସ୍ତ୍ରୀ ପିଲା ଛୁଆ ସମସ୍ତଙ୍କୁ ନେଇକି ଏକା ସାଙ୍ଗରେ ବସିକି ହଲରେ ଏନ୍ଜୟ କରିପାରିବେ, ହସି ପାରିବେ, ମାନେ ଏଣ୍ଟରଟେନ ହେଇପାରିବେ ଆଉ ଆପଣ ମାନଙ୍କର ନିଜର ଚିନ୍ତାରୁ ମୁକ୍ତି ହେଇପାରିବେ। ବହୁତ ମୋର ଗୋଟେ ଭଲ କନସେପ୍ଟ ନେଇକି ଯିଏକି ଆମ ଡାଇରେକ୍ଟର ଅଶ୍ୱିନ କରିଛନ୍ତି। ଗୋଟେ ମାନେ ଏଥିରେ ସୋସିଆଲ ମେସେଜ ବି ଅଛି, କିଛି ଆପଣମାନେ ଏଜୁକେଟ ବି ହେବେ, ଏଣ୍ଟରଟେନ ବି ହେବେ ଆଉ ବହୁତ ସାରା କମେଡି ଫନ୍ ବି ଅଛି, ଫନ୍ ବି ହେବେ। जो मोटरसाइकिल कुहाउछि बस मोटरसाइकिल रे टाइटल काहे दिया है? এই মুভিটি কনসেপ্ট গোটে মোটরসাইকেল নেইকি ହେଇଛି। ଆକ୍ଚୁଆଲି ପୁରା ଜିନିଷ ତ ରିଭିଲ କରିହେବନି। ଗୋଟେ ମାନେ ଝିଅ ଯୌତୁକ ଡିମାଣ୍ଡ କୁ ନେଇକି ମୋଟରସାଇକେଲ କୁ ନେଇକି କନସେପ୍ଟ ହେଇଛି। ଆଉ ଏଥିରେ ବହୁତ ମାନେ ଗୋଟେ ଝିଅଟେ ମାନେ ଆକ୍ଚୁଆଲି ସୋସିଆଲ ମେସେଜ କାହିଁ କହିଲି, ଏଥିରେ ଯେ ହିରୋଇନ ଅଛନ୍ତି ତ ସେଥିରେ ଆପଣ ଦେଖିବାକୁ ପାଇବେ ଯେ ଫିଲ୍ମରେ ସିଏ ଗୋଟେ ମାନେ ଯୋଉଟା ସମାଜରେ ସମସ୍ତେ ଯୋଉଟା ଆକ୍ସେପ୍ଟ କରୁଛନ୍ତି ସିଏ ତା ବିରୁଦ୍ଧରେ ଯାଉଛନ୍ତି, ମାନେ ଯେମିତିକି ଡିମାଣ୍ଡ କଥାଟା। ତ ସେଇ କଥାକୁ ନେଇକି ମୋଟରସାଇକେଲ କନସେପ୍ଟକୁ ନେଇକି ଡିମାଣ୍ଡକୁ ନେଇକି ଫିଲ୍ମଟି ପୁରା ମାନେ ସ୍କ୍ରିନ୍ ପ୍ଲେ କରାହେଇଛି। ଆଉ ଯେହେତୁ ଆମର ଦକ୍ଷ ଡାଇରେକ୍ଟର ଅଶ୍ୱିନ ତ୍ରିପାଠୀ ଆପଣ ଜାଣିଛନ୍ତି ଯେତେବେଳେ ବି ଯୋଉ ଫିଲ୍ମ କରନ୍ତି ଗୋଟେ ଭଲ ୟୁନିକ୍ କନସେପ୍ଟ ନେଇ କରନ୍ତି। ଆଉ ଏଥିରେ ଜ୍ୟୋତି, ପ୍ରୀତି ଆଉ ଅଭିଷେକ ଲିଡରେ ଅଛନ୍ତି ଆଉ କୁନା ସାର୍ ବି ଅଛନ୍ତି ଲିଡରେ। ମାନେ ମେନ୍ ହିରୋ କହିବାକୁ ଗଲେ କୁନା ତ୍ରିପାଠୀ ଏଥିରେ। ଆପଣ ଦେଖିଥିବେ ଯେତେବେଳେ ଟାଇଟଲ ସଙ୍ଗଟି ଆମର ରିଲିଜ ହେଇଥିଲା ବାବୁ ଭାଇ ପ୍ରଡକ୍ସନରେ, ତ ସେତେବେଳେ ଦେଖିଥିବେ ମାନେ ମେନ୍ ହିରୋ ସିଏ ଥିଲେ, ବୁଲେଟ ଷ୍ଟାର୍ଟ କରି ଯାଉଥିଲେ। ତ ମୋଟରସାଇକେଲ କନସେପ୍ଟ ତାଙ୍କଠାରୁ ଆରମ୍ଭ ହେଇଛି, ତାଙ୍କଠାରୁ ବି ଶେଷ ହବ। ଆପଣ ମ୍ୟୁଜିକ ଭିଡିଓ ରେ ବେଶ ସଫଳତା ପାଇଛନ୍ତି। କେତେ ତମ ମାନେ କେତେଟା ମ୍ୟୁଜିକ ଭିଡିଓ ପରେ ଗୋଟେ ଫିଲ୍ମ ଫାଷ୍ଟ ଟାଇମ ପାଇଁ ଆପଣ କଲେ? ପାଖାପାଖି ମୋର ଦେନ୍ 150 ମ୍ୟୁଜିକ ଭିଡିଓ ଆମ ଚ୍ୟାନେଲରେ କମ୍ପ୍ଲିଟ ହେଇଛି। ମାତ୍ର 150 ଭିଡିଓରେ ଆମେ ଚ୍ୟାନେଲରେ ମିଲିୟନ ସବସ୍କ୍ରାଇବର କମ୍ପ୍ଲିଟ କରୁଛୁ। ଆମର ଗୋଟେ ମାନେ ଆଶା ଥିଲା ଯେ ଯେବେ ମିଲିୟନ ସବସ୍କ୍ରାଇବର ଚ୍ୟାନେଲରେ ଛୁଇଁବ ସେବେ ଆମେ ଫିଲ୍ମ ଆଡକୁ ଗତି କରିବୁ। ତ ଆମେ ଯେତେବେଳେ ମିଲିୟନ ହେଲା ଆମେ କଥା ଦେଇଥିଲୁ ଯେ ନିଶ୍ଚିତ ଭାବରେ ଆଗକୁ ଫିଲ୍ମ ଆଡକୁ ଗତି କରିବୁ। ତ ଫାଷ୍ଟ ଫିଲ୍ମ ଆମର ମୋଟରସାଇକେଲ ଅଲରେଡି ରାଇଡ୍ସ କିଣା ହେଇକି ଆଉ ତାର ପ୍ରମୋସନ ବି ଚାଲିକି ଆଉ ଆଜି ଅଡିଓ ଲଞ୍ଚ ହଉଛି। ଅଡିଓ ଆଜି ଲଞ୍ଚ ହଉଛି ହ୍ୟୁମାନ ସାଗର ପ୍ରତି ଗୀତ ରହିଛି କାରଣ ତାଙ୍କର ନିଶ୍ଚିତ ଭାବରେ ଗୋଟେ ଗୀତ ଅଛି। ବହୁତ ମାନେ ଦୁଃଖର ବିଷୟ ଯେ ହ୍ୟୁମାନ ଭାଇ ଆଜି ଆମ ସହିତ ନାହାନ୍ତି। ସେ ଆମ ଚ୍ୟାନେଲରେ ବହୁତ 90% ଏଭବ ଗୀତ ସେ ଗାଇଛନ୍ତି। ଆଜି ଆମ ଗଣରେ ନାହାନ୍ତି, କିନ୍ତୁ ଥିଲେ ସେ ନିଶ୍ଚିନ୍ତ ଆସିଥାନ୍ତା। ଏଇ ହଲ୍ ଥିଲା ଯୋଉ ହଲରେ ଲାଷ୍ଟ ଟାଇମ ପାଇଁ ହ୍ୟୁମାନ ଭାଇ ଆମ ପାଖକୁ ଆସିଥିଲେ। ଆମର ଯୋଉ ଚ୍ୟାନେଲ ପାର୍ଟନର ଅଛନ୍ତି ତୁଷାର ଭାଇ, ତାଙ୍କ ଜନ୍ମଦିନ ହ୍ୟୁମାନ ଭାଇ ଆସିଥିଲେ, ଆମ ସହିତ ଘଣ୍ଟାଟେ ଟାଇମ ବିତେଇଥିଲେ। ଆଉ ତାଙ୍କ ବିଷୟରେ ଯେତେ ବି କହିଲେ କମ ହବ। ସିଏ ଗୋଟେ ପର୍ସନାଲି ବହୁତ ହି ଭଲ ମଣିଷ। ଆଜି ଆମ ଗଣରେ ନାହାନ୍ତି, ଆଗାମୀ ଦିନରେ ଫିଲ୍ମ ହବ, ସବୁ ହବ। ଗୋଟେ ଭଲ ଭଏସଟେ ଇଣ୍ଡଷ୍ଟ୍ରି ହରେଇ ଦେଲା, ତାର ରିପ୍ଲେସମେଣ୍ଟ ନାହିଁ। ଆଶା କରିବି ହ୍ୟୁମାନ ଭାଇ ଯୋଉଠି ତାଙ୍କ ଆତ୍ମା ଥାଉ ଶାନ୍ତିରେ ରହୁ। କିନ୍ତୁ ସବୁବେଳେ ପାଇଁ ଗୋଟେ ଦୁଃଖଟେ ରହିଗଲା ଯେ ତାଙ୍କ ଭଳିଆ ସିଙ୍ଗର ଆମେ ଆଉ ଆଗାମୀ ଦିନରେ ପାଇବୁନି। ଆଉ ଆଜି ଥିଲେ ଆଜି ଆମେ ତାଙ୍କୁ ନିଶ୍ଚିତ ଅଡିଓ ଲଞ୍ଚରେ ଦେଖିବାକୁ ପାଇଥାନ୍ତେ। ଥ୍ୟାଙ୍କ ୟୁ।